ସେଇଠି ଯଦି ବଢ଼ିଆ ରେସ୍ପନ୍ସ ଦେଖାଇଥିଲା ପାଖାପାଖି ଦଶହରା ବଜାର ଭିତରେ 10 କୋଟି ପାଖାପାଖି। ହ୍ୟାଲୋ ଫ୍ରେଣ୍ଡସ୍, ମୁଭି ଚର୍ଚ୍ଚାର ଆଉ ଗୋଟେ ଧମାକେଦାର ଏପିସୋଡକୁ ଆପଣମାନଙ୍କୁ ସ୍ୱାଗତ। ତ ଆଜି ଆମେ କଥା ହେବା ଚାରିଧାମରୁ ଫାର୍ଷ୍ଟ ଡେ ଯୋଉ କଲେକ୍ସନ ହେଇଛି ତାରି ଉପରେ ଆମେ କଥା ହେବା। ଆଉ ଅନୁଭବ ଫ୍ୟାନ୍ସ ମାନେ ଏଇଟାକୁ ଦେଖିକି ପୁରା ଖୁସି ହେଇଯିବେ। ତ ଏଇଥିପାଇଁ ଗୋଟେ ଲାଇକ୍ ହଉ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ ହଉ, ଭିଡ଼ିଓଟିକୁ ପୁରା ଜବରଦସ୍ତ ଲାଇକ୍ ଗୋଟେ ହଉ, ଆଉ ଭାଇଜାନ ଅନୁଭବ ପୁରା ଚାରିଧାମ ସବୁ କମେଣ୍ଟରେ ଭରି ଦିଅନ୍ତୁ। ଆପଣମାନେ ତ କହିବେ ତାର ତ ରିପୋର୍ଟ ତ ଆମେ କହିବୁ, କିନ୍ତୁ ତା ପୂର୍ବରୁ ଆପଣମାନେ କହିବେ ଚ୍ୟାନେଲ ତ ରିଭ୍ୟୁ ପକେଇବା କଥା ଆମେ କହୁଥିଲୁ, ମାନେ ମୁଭି ଦେଖିକି ରିଭ୍ୟୁ ପକେଇବୁ, ତ ସେଇଟା କ'ଣ ପାଇଁ ଏପର୍ଯ୍ୟନ୍ତ ଆସିନାହିଁ? ତ ସେଇଟା ସମସ୍ତଙ୍କ ମନରେ ପ୍ରଶ୍ନ ଥିବ। ଆଉ ମୁଁ ବି କହିଥିଲି ଯୋଉଠି ପଡ଼ିବ ଯିବି। ଦେଖନ୍ତୁ ଆମେ ରହୁଛୁ ବାଙ୍ଗାଲୋରରେ, ତାପରେ ଫାଷ୍ଟ କ'ଣ ହେଲା ଓଭର କନଫିଡେନ୍ସ ମୋର ଗୋଟେ, ତ ଆମେ ପଢ଼ିଛୁ ଗୋଟେ ହଲରେ, ଆମେ ଯାଇଛୁ ଗୋଟେ ହଲ୍। ତ ସେଠି ଯାଇକି ପଚାରିଲା ବେଳକୁ ସେଠି ପଡ଼ିନି। ତ ପଚାରିଲି ସେ ହଲ୍ଟା କୋଉଠି, ସେ କହିଲେ 10 କିଲୋମିଟର ଦୂର। ସେତେବେଳକୁ ଶୋ ପାଖାପାଖି ଷ୍ଟାର୍ଟ। ତ ସିଏ ଗଲା। ତାପରେ ମୁଁ ଆଜି ସଣ୍ଡେ ମୁଁ ଦେଖିଲା ବେଳକୁ ସଣ୍ଡେରେ ବିଲକୁଲ ସେ ଜାଗାରେ ଶୋ ହିଁ ନାହିଁ। ଆଉ ଯୋଉଠି ଶୋ ସବୁ ଅଛି 28 କିଲୋମିଟର, 25 କିଲୋମିଟର, 30 କିଲୋମିଟର, ସେ ଠିକ୍ ଅଛି 28, 25, 30 ତ ପଳେଇଯିବୁ, କିଛି ଅସୁବିଧା ନାହିଁ। ଦିନ ବେଳା ରବିବାର ଫାଙ୍କା ହବ ପଳେଇଯିବୁ, କିନ୍ତୁ ଶୋ ରହୁଛି ରାତି 10:30, 11ଟା, ଫେରିଲା ବେଳକୁ ଲେଟ୍ ହେଇଯିବ। 10:30, 11ଟା ଶୋ ଦେଖିବା ତ ବିଲକୁଲ ପଛରୁନୁ। ମୁଁ ତା ପାଇଁ ଗୋଟେ ସର୍ଟ ଭିଡ଼ିଓ ବି ଗୋଟେ କରିଥିଲି କି ଆଉ ଯୋଉ ଏପଟ ଲାଇନ୍ ସବୁ ରହିଲା ଆମର ଆଗ୍ରା ରହୁ କି ବେଳାନ୍ଦୁର ରହୁ କି ସର୍ଜାପୁରା ରହୁ, ଇଏଟା ଏଇ ସାଇଡ୍ରେ ବି ହଲ୍ ସବୁ ଅଛି, ମଲ୍ ଅଛି, ତ ଏଠି ବି ଶୋ ଦିଅନ୍ତୁ। ଏଇଟା ବି ମୁଁ ଭିଡ଼ିଓ ମାଧ୍ୟମରେ ରିକ୍ୱେଷ୍ଟ କରିଥିଲି, ପୂର୍ବ ଗୋଟେ ସର୍ଟ ଭିଡ଼ିଓ କରିଥିଲି। ଆଉ ଇଏ ଭିଡ଼ିଓ ମାଧ୍ୟମରେ ମୁଁ ରିକ୍ୱେଷ୍ଟ ବି କରୁଛି କି ଏପଟରେ ବି ଶୋ ଦିଅନ୍ତୁ, କାହିଁକିନା ଦଶହରା ବଜାର ଅଛି, ତ ଏପଟରେ ବି ଦର୍ଶକମାନେ ଅଛନ୍ତି, ବହୁତ ଲୋକ ଅଛନ୍ତି ଦେଖିବାକୁ ଚାହୁଁଛନ୍ତି କିନ୍ତୁ ଦେଖିପାରିବେନି। କାହିଁକିନା ଆମ ଓଡ଼ିଆ ଫିଲ୍ମ ବର୍ଷରେ ଗୋଟେ ଦିଟା ରଜ, ଦୁର୍ଗା ପୂଜା, ବାସ୍ ଏତିକିରେ ସରିଲା। ଆଉ ଗୋଟେ ଫିଲ୍ମ ଆସୁଛି ସେଇଟା ବି ଆମେ ଦେଖିପାରୁ ନାହୁଁ। କାଲି କିଛି ଶୋ ଯଦି ହେଇପାରେ, କାହିଁକିନା ଦୁର୍ଗା ପୂଜା ଆଗକୁ ଅଛି, ଅଷ୍ଟମୀ ନବମୀ ଦଶମୀ, ଯଦି ସେଇ ଟାଇମରେ ଯଦି କୋଉଠି ଆଉ କୋଉଠି ପଡ଼ିଲା ତ ଯିବି, ନହେଲେ ଯେତେ ଦୂର ବି ହଉ ଯିବାକୁ ତ ପଡ଼ିବ। ଆଉ କିନ୍ତୁ ଭିଡ଼ିଓ ମାଧ୍ୟମରେ ମୁଁ ଏଇଟା ରିକ୍ୱେଷ୍ଟ କରିଥିଲି କି ଟିକେ ପାଖାପାଖି ଏରିଆରେ ପକାନ୍ତୁ, କାହିଁକିନା ସବୁ ଜାଗାକୁ ଯାଇକି ସେଠୁ ପୁଣି ମାନେ ଯିବା ଆସିବାର କମ୍ୟୁନିକେସନ ସୁବିଧା ନାହିଁ, ଯିବା ଆସିବାର ସୁବିଧା ବି ବିଲକୁଲ ନାହିଁ ସେ ଜାଗାରେ। ସେ ଛାଡ଼, ସେ ତ ପର କଥା। କିନ୍ତୁ ଫାର୍ଷ୍ଟ ଯୋଉ ଆସିଲା ଆମର ଇଏଟା ଏବେ ଆସିଛି ବକ୍ସ ଅଫିସ କଲେକ୍ସନ, ତ ସେଇଟା ଦେଖି ବହୁତ ଖୁସି ଲାଗୁଛି। କାହିଁକିନା ବକ୍ସ ଅଫିସ କଲେକ୍ସନ ଅନୁଭବ ଦେଇଛନ୍ତି କି ଡେ 1ରେ ହେଇଛି ଅଲ୍ ଇଣ୍ଡିଆ ଗ୍ରସ୍ ବକ୍ସ ଅଫିସ କଲେକ୍ସନ। ଏଇଠି ମୁଁ ଫାର୍ଷ୍ଟ କହିଦେଉଛି କି ନେଟ୍ ଆଉ ଗ୍ରସ୍ ଭିତରେ ବହୁତ ତଫାତ ଅଛି। ତ ଅଲ୍ ଇଣ୍ଡିଆ ଗ୍ରସ୍ କଲେକ୍ସନ ମାନେ ଟୋଟାଲ ମିଶେଇକି ନେଟ୍ କଲେକ୍ସନ କେମିତି ହୁଏ? ତ ନେଟ୍ କଲେକ୍ସନ ହୁଏ କି ଆମର ଗ୍ରସ୍ କଲେକ୍ସନରୁ ତାର ସବୁ ଟ୍ୟାକ୍ସ ଏସବୁ ହଟେଇକି, ମାନେ ଆଉ ସବୁ କାହାର ସେୟାରିଂ ତାକୁ ସବୁ ହଟେଇକି ଯେତେକ ପ୍ରଡ୍ୟୁସର କେବଳ ପ୍ରଫିଟ୍ କରେ ତାକୁ ନେଟ୍ କଲେକ୍ସନ କୁହାଯାଏ। କିନ୍ତୁ ଗ୍ରସ୍ କଲେକ୍ସନ ହେଉଛି ଟୋଟାଲ ଟିକେଟ ପ୍ରାଇସ୍ ଆଉ ଟୋଟାଲ ସମସ୍ତଙ୍କ ଖର୍ଚ୍ଚ ମିଶେଇ ମାସେଇ ସେଟା ଗ୍ରସ୍ କଲେକ୍ସନ ଧରାଯାଏ। ଧରି ନିଅନ୍ତୁ ମୁଁ 10 ଟଙ୍କାର ଗୋଟେ ବିସ୍କିଟ୍ କିଣିଲି, କିନ୍ତୁ ମୁଁ ତାକୁ ବିକିଦେଲି 20 ଟଙ୍କାରେ, ମୋ ପାଖକୁ ଆସିଲା 20 ଟଙ୍କା, ଠିକ୍ ଅଛି। ମୁଁ ଭାଇକି ବିକିଦେଲି, ଭାଇ ଦେଲା ମୋତେ 20 ଟଙ୍କା, ସେଇ 20 ଟଙ୍କାଟା ହେଲା ମୋର ଗ୍ରସ୍ କଲେକ୍ସନ। କିନ୍ତୁ ମୋର ପ୍ରଫିଟ୍ କେତେ ହେଲା? 10 ଟଙ୍କାରେ ମୁଁ କିଣିଥିଲି, 20 ଟଙ୍କାରେ ବିକିଲି, ପ୍ରଫିଟ୍ କେତେ ମୋର? 10 ଟଙ୍କା ହେଲା। ସେଇଟା ହେଉଛି ନେଟ୍ କଲେକ୍ସନ। କିନ୍ତୁ ଗ୍ରସ୍ ହବ ମୋର କେତେ? 20 ଟଙ୍କା। ତ ଏଇଭଳି ଢଙ୍ଗରେ ହିସାବ କରାଯାଏ। ତ ଡେ 1 ଗ୍ରସ୍ ବକ୍ସ ଅଫିସ କଲେକ୍ସନ ହେଉଛି 61.21। ତ ୟା ଦେହରୁ ଆମେ ଜାଣିଲେ କି ଡେ 1 ଜବରଦସ୍ତ କଲେକ୍ସନ ହେଇଛି 61.21। ଯଦି ଏଇଟା ଗ୍ରସ୍ କଲେକ୍ସନ ହବ, ନେଟ୍ କଲେକ୍ସନ 50 ଲାખ ପାଖାପାଖି ହେଇଯାଇଛି। ତ ତାପରେ ସଟରଡେ ଦିନ ବହୁତ ବଢିଆ ରେସ୍ପନ୍ସ ଯାଇଛି, ତାକୁ ମୁଁ ଜାଣିଛି, ଭୁବନେଶ୍ୱରରେ ବି ଦେଖିଛି। ସଣ୍ଡେରେ ଧମାକେଦାର ପୁରା ହବ, ଆଉ ଚାରିଧାମରୁ ଭଲ ରେସ୍ପନ୍ସ ବି ଆସୁଛି। ଆମେ ତ ରିଭ୍ୟୁ କରିନା, ମୁଁ ଦେଖିନି ଏପର୍ଯ୍ୟନ୍ତ, କିନ୍ତୁ ବହୁତ ବଢିଆ ରେସ୍ପନ୍ସ ସବୁ ଆସୁଛି। ଇମୋସନାଲ କରୁଛନ୍ତି ହଲରେ, କାନ୍ଦିକି ଲୋକ ବାହାରୁଛନ୍ତି ଥିଏଟରରୁ। ତ ଆମେ ଯେମିତି କହୁଥିଲେ କି ଏ ମୁଭିରେ ଇମୋସନାଲ ତ ରହିବ, କି ଆଶା କରିନଥିଲେ ଲୋକ କି ଏତେ ଇମୋସନାଲ ରହିବ ବୋଲି କି। ତ ବହୁତ ବଢିଆ ରେସ୍ପନ୍ସ ଯାଇଛି। ଆଉ ଖାସ କରି ମୁଭି ଡିପେଣ୍ଡ କରୁଛି ଆକ୍ଚୁଆଲି ଏଇ ଯୋଉ ଆମର ଶନିବାରରୁ ଗୁରୁବାର ପର୍ଯ୍ୟନ୍ତ, ଗୁରୁବାର ଦଶହରା ରହୁଛି। ତ ଆମର ଏଇଠୁ ପଞ୍ଚମୀ ଠାରୁ ଦଶହରା ପର୍ଯ୍ୟନ୍ତ ଏଇ ଯୋଉ 5-6 ଦିନ ରହିଲା, ସେଇଠି ମୁଭିକୁ ବଢିଆ ରେସ୍ପନ୍ସ ଦେବାକୁ ପଡିବ। ଆଉ ଲୋକମାନଙ୍କର ତ ଫୁଲ୍ ସପୋର୍ଟ ରହିଛି, କାହିଁକିନା ମୁଭିର ରିଭ୍ୟୁ ଯୋଉ ସବୁ ଆସୁଛି, ଆଉ ଆମର ମାନେ ଲୋକ ହଲ୍ ସବୁ ବି ବାହାରୁଛନ୍ତି, ତାଙ୍କ ମୁହଁରୁ ପଜିଟିଭ କଥା ହିଁ ବାହାରୁଛି। ତ ଯୋଉଟା ଅନୁଭବ ପାଇଁ ଆଉ ଅନୁଭବ ଫ୍ୟାନ୍ସ ପାଇଁ ଆଉ ପୁରା ଫିଲ୍ମ ପାଇଁ ବହୁତ ବଢିଆ। ମାନେ କାରଣ ସବୁ ଫ୍ୟାନ୍ସ ମାନେ ତ ଖୁସି ହେଇଯାଉଛନ୍ତି ପୁରା, କାହିଁକିନା ମୁଭି ଯାହା ବି ହେଲେ ଯେତେ ବି ଭଲ ହେଇଥାଉ, କିନ୍ତୁ ଲୋକ ଯଦି ତାକୁ ମାନେ ନ୍ୟୁଟ୍ରାଲ ଅଡିଏନ୍ସ, ଫ୍ୟାନ୍ସ ମାନେ ତ ଖୁସି ହେଇଯିବେ। କିନ୍ତୁ ନ୍ୟୁଟ୍ରାଲ ଅଡିଏନ୍ସ କ'ଣ କହୁଛନ୍ତି, ଯୋଉମାନେ କାହାର ବି ଫ୍ୟାନ୍ ନୁହନ୍ତି, ସେମାନେ କ'ଣ କହୁଛନ୍ତି? ସେଇଟା ବହୁତ ଇଏ କଥା, କାହିଁକିନା ଫ୍ୟାନ୍ସ ମାନେ ବି ଟେନସନରେ ଥାନ୍ତି କି ମୁଭିଟା କ'ଣ ହବ। ସେମାନେ ଖୁସି ତ ଥାନ୍ତି, ତଥାପି ଟିକେ ଟେନସନ ଥାନ୍ତି କି ଆମ ପ୍ରିୟ ହିରୋର ମୁଭିଟା କେମିତି ଯିବ। ତ ବହୁତ ବଢିଆ ରେସ୍ପନ୍ସ ଯାଉଛି। ଆଉ ମୁଁ ଚାହିଁବି କି ବହୁତ ବଢିଆ ଇନକମ୍ କରୁ, କାହିଁକିନା ଏ ଫିଲ୍ମ ବହୁତ ଅଧିକା ଇନକମ୍ କରିବାର ପୋଟେନସିଆଲ ରଖୁଛି। ଲୋକମାନେ
ଭଲ ପାଇବା ଦଉଛନ୍ତି, ବହୁତ ଦଉଛନ୍ତି, ରେଟିଂ ଆଉ ଭଲ ଦଉଛନ୍ତି। ଭଲ ଦଉଛନ୍ତି। ଆଉ ଅନୁଭବଙ୍କୁ ତ ଧନ୍ୟବାଦ ଦେବି। ଯେତିକି ତ ମୁଁ ଶୁଣିଛି ମାନେ ବହୁତ ବଢିଆ ଆକ୍ଟିଂ କରିଛନ୍ତି, Acting କରିଛନ୍ତି, ହଁ। ଜବରଦସ୍ତ ଆକ୍ଟିଂ କରିଛନ୍ତି। ତ ମୁଭିର ରେସ୍ପନ୍ସ ବହୁତ ବଢିଆ ଆସିଛି, କାହିଁକି ଆମେ ଏପର୍ଯ୍ୟନ୍ତ ଦେଖିନି କିନ୍ତୁ ରେସ୍ପନ୍ସ ଆସୁଛି। କିନ୍ତୁ ଆମେ ରିଭ୍ୟୁ ନିହାତି ଦବୁ, କାହିଁକି ନା ଯାହା ବି ହେଲେ ମୁଭି ଯାଇକି ଦେଖିକି ରିଭ୍ୟୁଟା ନିହାତି ଦେବୁ, କାହିଁକି ମୁଁ ତ ବହୁତ ଏକ୍ସାଇଟେଡ୍ ଅଛି। ମାନେ ଗୋଟେ ଦିନ ଆମେ ଟୋଟାଲ ଭୁଲ ହଲ୍ ପଳେଇ ଗଲୁ, ରାସ୍ତା ଟ୍ରାଭେଲ କରିକି ବି ଟ୍ରାଭେଲ କରିକି 2-3 ଘଣ୍ଟା ଟ୍ରାଭେଲ କରିକି ପୁରା ରିଟର୍ନ ନିରାଶ ହେଲୁ। ପୁଣି ମାନେ ଏଭଳି କିଛି ମୁଁ 2 ଦିନ ହେଲାଣି ମାନେ ବହୁତ ମାନେ ହଇରାଣ ହେଇଗଲିଣି, ମାନେ ଦେଖିବାକୁ ଯିବି ବୋଲି ଦେଖିପାରୁନି। ଯୋଗ ନାହିଁ କଣ କରିବା, ସେ ଯେତେବେଳେ ଯାହା ଥିବ। ବହୁତ ଭାଇ ମାନେ ଅପେକ୍ଷା କରି ରହିଛନ୍ତି କି ଆମ ଭିଡିଓ ଯୋଉମାନେ ଭଲ ପାଇବା ଦଉଛନ୍ତି ସେମାନେ ଅନେକ ବସନ୍ତି ଭାଇ କେତେବେଳେ ରିଭ୍ୟୁ ଦେବେ। ଆଉ ବହୁତ ଲୋକମାନେ ଭିଡିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କରୁନାହାନ୍ତି, ତ ସବସ୍କ୍ରାଇବ କରିନିଅନ୍ତୁ ଆଉ ଚ୍ୟାନେଲଟିକୁ ସପୋର୍ଟ କରନ୍ତୁ। ଆଉ ଆମେ ସବୁ ପ୍ରତ୍ୟେକ ଓଡିଆ ମୁଭିକୁ ସପୋର୍ଟ କରୁ, ଯୋଉ ମୁଭିର ଭଲ ଅଛି ବେଷ୍ଟ ଦେଇଛନ୍ତି ତ ସେ ମୁଭିକି ସପୋର୍ଟ କରୁ। କାହିଁକି ନା ଜିନିଷ ହଉଛି ଆମ ଓଡିଆ ମୁଭି ସପୋର୍ଟ କଲେ ଆମ ଓଡିଆ ମୁଭି ଆଗକୁ ଯିବ। ଆଉ ତାପରେ ସବସ୍କ୍ରାଇବ ବି କରିଦିଅନ୍ତୁ, କାହିଁକି ନା ଛୋଟ ଚ୍ୟାନେଲ ହେଲେ ବି ଆପଣ ମାନେ ଭଲ ଭଲ ନ୍ୟୁଜ ଠିକ ନ୍ୟୁଜ ପାଇବେ। ମାନେ ବକ୍ସ ଅଫିସ କଲେକ୍ସନ ରିପୋର୍ଟ ତ ତାଙ୍କ ପାଖରେ ପଡିଶା ପାଖରେ ନଥିବ, କିନ୍ତୁ ଆପଣ ମାନେ ୟୁଟ୍ୟୁବରେ ଦେଖୁଥିବେ ଏତେ କୋଟି ଇନକମ କରିଲା ସେତେ କୋଟି ଇନକମ କରିଲା, କିନ୍ତୁ ସେଗୁଡା ସବୁ ଏତେ ମାନେ ବେସଲେସ୍, କାହିଁକି ନା କୌଣସି ପ୍ରକାର ଭ୍ୟାଲୁ ନାହିଁ। କିନ୍ତୁ ଆମେ ଯୋଉଟା ଦଉଛୁ ଠିକ ନ୍ୟୁଜ ଦେଲେ ଆପଣମାନେ ଠିକ ଅପଡେଟ। ତ ମୁଁ ଦେଖୁଛି ପ୍ରାୟ ଏଆଇ ଭିଡିଓ ତିଆରି କରିଦଉଛନ୍ତି, ଦେ ଏତିକି କଲା ଦେ ସେତିକି କଲା, କିନ୍ତୁ ଯେପର୍ଯ୍ୟନ୍ତ ଅଫିସିଆଲ ରିପୋର୍ଟ ନା ଅଛି ତ ବିଲିଭ କରିହବନି ନା। ତ ଆମେ ସେଥିପାଇଁ ଠିକ ରିପୋର୍ଟ ଦେବାକୁ ଚାହୁଁଛୁ, କାହିଁକିନା ଭୁଲ ରିପୋର୍ଟ ଦେଇକି କାହିଁକି ଇଏ କରିବୁ। ଆମେ ବି ଚାହିଁଥିଲେ ଫାଷ୍ଟ ବି ଦେଇଥାନ୍ତୁ, ଠିକ ରିପୋର୍ଟ ଆସିବା ଦରକାର। ଆମ ଚ୍ୟାନେଲରେ ଆପଣମାନେ ଠିକ ରିପୋର୍ଟ ପାଇବେ, ଅଫିସିଆଲ ଅପଡେଟ ପାଇବେ। ଭୁଲ ରିପୋର୍ଟ ଦେଇକି କିଛି ଫାଇଦା ନାହିଁ, ଫ୍ୟାନ୍ସ ମାନେ ତ ଦୁଃଖ କରିବେ ଅଧିକା। ତ ଫ୍ୟାନ୍ସ ମାନେ ଆଗେ ଖୁସି ହେଇଯିବେ, କିନ୍ତୁ ତାପରେ ଜାଣିବେ ଯେ ଏତିକି ତ ଦୁଃଖ କରିବେ, କିଛି ଦରକାର ନାହିଁ। ତ ଭିଉ ବରଂ କମ ଆସୁ କିନ୍ତୁ ଠିକ ଅପଡେଟ ଦେବାକୁ ଚାହୁଁଛୁ। ବହୁତ ବଢିଆ ରେସ୍ପନ୍ସ ଆସିଛି, ଗୋଟେ ଦିନରେ ଭଲ ଇନକମ କରିଛି, ଭଲ ଇନକମ କରିଛି। ଅଲଗା ଟପିକ ର ଗୋଟେ ମୁଭି ଚୁନିଲେ, ସେ ଚାହିଁଥିଲେ ଆକ୍ସନ କରିପାରିଥାନ୍ତେ, କିନ୍ତୁ ସେ ଗୋଟେ ଅଲଗା ଟପିକ ର ମୁଭି ଚୁନିଲେ, ତ ସେଥିପାଇଁ ଧନ୍ୟବାଦ। ଆପଣ ମାନେ ଅନୁଭବ ସାରଙ୍କ ପାଇଁ ମୁଭି ଯାଆନ୍ତୁ କି ନ ଯାଆନ୍ତୁ, ମାନେ କିଏ ଗୋଟେ ପୋଷ୍ଟ କରିଥିଲା ଅନୁଭବ ସାରଙ୍କ ପାଇଁ ମୁଭି ଯାଆନ୍ତୁ ନ ଯାଆନ୍ତୁ ନିଜ ବାପା ମାଙ୍କ ପାଇଁ ଯାଆନ୍ତୁ, ତ ଫିଲ୍ମଟା ଏଭଳି ଢଙ୍ଗରେ ସେ ଦେଖେଇଛନ୍ତି। ତ ବହୁତ ବହୁତ ଧନ୍ୟବାଦ ଦେବି ଅନୁଭବ ସାରଙ୍କୁ, କାହିଁକି ନା ସେ ଏଭଳି ଗୋଟେ ଟପିକ ବାଛିଛନ୍ତି। ତ ଆଜିର ଏଇ ଭିଡିଓରେ ଆମେ ଇଏ କଲେ କି 61 ପଏଣ୍ଟ ସମଥିଙ୍ଗ ଇନକମ ହେଇଛି, ଗ୍ରସ୍ କଲେକ୍ସନ ହେଇଛି, ଯୋଉଟା ନେଟ୍ ଧରିବା ଆମେ 50 ଲକ୍ଷ ପାଖାପାଖି ହେଇଯିବ। ତ ବହୁତ ବଢିଆ ରେସ୍ପନ୍ସ ଆସିଛି। ଆଉ କେବଳ ହୋଲ୍ଡ ଦରକାର ଏଉଠୁ ଦଶହରା ପର୍ଯ୍ୟନ୍ତ, ଶନିବାରରୁ ଗୁରୁବାର ଦଶହରା ବଜାର ଅଛି, ତାରି ଭିତରେ ଇନକମ ଟା ରହିବ। ଆଉ ସେଇଠି ଯଦି ବଢିଆ ରେସ୍ପନ୍ସ ଦେଖାଇଦେଲା, ପାଖାପାଖି ଦଶହରା ବଜାର ଭିତରେ 10 କୋଟି ପାଖାପାଖି ପଳେଇଯିବ। ତ ବହୁତ ମାନେ ଆଶା ଅଛି ଏଇ ଫିଲ୍ମ ଉପରେ କି ଭଲ ଇନକମ କରିବ, ଆଉ ଆମ ଓଡିଆ ଫିଲ୍ମକୁ ବହୁତ ଉପରକୁ ନବ। ତ ଭିଡିଓ ଏତିକି, ପୁଣି କାଲି ଅପଡେଟ ଆସିବ, ପୁଣି ବକ୍ସ ଅଫିସ ରିପୋର୍ଟ, ପୁଣି ରିପୋର୍ଟ ଦେଖିବା, ପୁଣି ଡେ 1 ଆସିବ, ପୁଣି ଗୋଟେ ଜବରଦସ୍ତ ଭିଡିଓ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡିଓଟିକୁ ଲାଇକ୍ କରନ୍ତୁ। ଜଲ୍ଦି ଆପଣମାନଙ୍କ ସହିତ ଦେଖା ହଉଛୁ, ମୁଭି ଚର୍ଚ୍ଚା।